ଆପଣଙ୍କ ପରିଚୟ? ମୋ ନାମ ସୁମତି ପ୍ରଧାନ। ଆଜି ଗଡ଼ଚିରୋଲି ଥାନାରେ କାହିଁ ବସିଛନ୍ତି ଆପଣମାନେ? ମୁଁ ବସିଛି ଏଇଥିପାଇଁ ଯେ ମୋ ସ୍ୱାମୀ ଗତକାଲି ରାତିରେ ଆମେ ସ୍ୱାମୀ ସ୍ତ୍ରୀ ଶୋଇଥିଲୁ। ପୋଲିସ ବାବୁଙ୍କର କିଛି ଖବର ନାହିଁ, କୌଣସି ୱାରେଣ୍ଟି ଇସ୍ୟୁ କିଛି ବି ନାହିଁ। ଜୋର ଜବରଦସ୍ତି ମୋ ବାରି କବାଟ ଭାଙ୍ଗିକି ଗଲେ, ଜୋର ଜବରଦସ୍ତି ତାଙ୍କୁ ବେଡ୍ ଉପରୁ ଉଠେଇ ଆଣିଲେ। ମୁଁ ବାରମ୍ବାର ତାଙ୍କୁ ପଚାରୁଛି ଆପଣ କ'ଣ ପାଇଁ ବସିଛନ୍ତି, କ'ଣ ପାଇଁ ବସିଛନ୍ତି, ସେ ମୋର କୌଣସି ଉତ୍ତର ବି ଦେଲେ ନାହିଁ। ଜୋର ଜବରଦସ୍ତି ଧରିକି ତାଙ୍କୁ ପଳେଇ ଆସିଲେ। ପୋଲିସ ବାବୁ ଯାଇଥିଲେ ଆପଣଙ୍କୁ? ଆଇଆଇସି ନିଜେ ଯାଇଥିଲେ, ପ୍ରାୟତଃ ସେମାନେ 10 ଜଣ ଯାଇଥିଲେ। ଆଇଆଇସି ଗଲେ ଆପଣଙ୍କ ସାଙ୍ଗରେ ସେ ଲେଡିଜ କର୍ତ୍ତୃପକ୍ଷ? ଆଜ୍ଞା ଆଜ୍ଞା, ମୁଁ ବି ତାଙ୍କୁ ପଛରେ ଥିଲି, ବାରମ୍ବାର ପଚାରୁଛି, ସେ ମୋ କଥାକୁ ଟୋଟାଲି ଇଗ୍ନୋର କଲେ ହିଁ ମୋ କଥାଟାକୁ। ସେ କ'ଣ କହିଲେ ଆପଣଙ୍କୁ? କିଛି କହିଲେନି, ସେ ତାଙ୍କୁ ଜୋର ଜବରଦସ୍ତି ବେଡ୍ ଉପରୁ ଉଠେଇ ଆଣିଲେ। ମୁଁ ହେଉଛି ବିଭୂତି ଭୂଷଣ ପାତ୍ର, ଗଡ଼ଖାରଦ ପଞ୍ଚାୟତ ବିରୁତି ଗ୍ରାମର ବାସିନ୍ଦା। କ'ଣ ଅସୁବିଧା ହେଇଛି ଆପଣମାନେ ତ କ'ଣ ଆଜି ଗଡ଼ଚିରୋଲି ଥାନାରେ ଉପସ୍ଥିତ ହେଇଛନ୍ତି? ଅସୁବିଧା ତ ଦୀର୍ଘ 6 ମାସ ଧରି, ଖାସ କରିକି ଏ ଗଭର୍ଣ୍ଣମେଣ୍ଟ ପରିବର୍ତ୍ତନ ହବା ପରଠାରୁ ମାନେ ଖଜୁରୀ ଗଛର କି ଗୁଣ ଗାଇବି। ପ୍ରଥମତଃ ଏଇ ଯୋଉ ଆମେ ଥାନା ଆଗରେ ବସିଛୁ ଆଜି ପୋଲିସର ମାତ୍ରାଧିକ କାର୍ଯ୍ୟକ୍ରମ ପାଇଁ। ପ୍ରଥମତଃ ଆମର ଜଣେ ଗାଁର ଭାଇ ଯିଏକି ନାଟା ସୁଶାନ୍ତ ପ୍ରଧାନ, ତାକୁ ରାତି 3ଟା 4ଟାରେ କିନି ପୋଲିସ ମାନେ ବିନା ୱାରେଣ୍ଟରେ, ତା ନାଁରେ ଏଫଆଇଆର ନାହିଁ, କିଛି ନାହିଁ, ତାକୁ ଘରୁ ଜବରଦସ୍ତ ଉଠେଇକି ନେଇକି ଆସିଲେ। ଆମେ ଏଠି ଆସିକି ପଚାରିବା ପରେ ପୋଲିସ ମହାଶୟଙ୍କର ଯୋଉ ଆମକୁ ଉତ୍ତର ମିଳିଲା, ଏଠି ଆମ ସାଙ୍ଗରେ ଉପସ୍ଥିତ ଅଛନ୍ତି ଆମ ସରପଞ୍ଚ, ୱାର୍ଡ ମେମ୍ବର, ବୁଦ୍ଧିଜୀବୀ, ମହିଳା ସମସ୍ତେ ଅଛୁ। କାହାରି ପ୍ରତି ତାଙ୍କର ସାମାନ୍ୟତମ ଯୋଉ ପବ୍ଲିକ ପ୍ରତି ଗୋଟେ ଗୁଡ ୱିଲ୍ ରହିବା କଥା ତାକୁ ନ ରଖି ସେ ମନମୁଖୀ ତାକୁ ଆରେଷ୍ଟ କରିଥିଲେ। ଏବଂ ଏଠି ଆମେ ତାଙ୍କ ସାଙ୍ଗରେ କଥା ହେବା ଭିତରେ ସେ ଆମକୁ କହିଲେ ଯେ ବର୍ତ୍ତମାନ ନିଜେ ଆଇଆଇସି ସାର୍ ଯେ ଆମେ ତାଙ୍କୁ ନେଇକି ଯାଉଛୁ ତମ ଗାଁକୁ ଇନଭେଷ୍ଟିଗେସନ ପାଇଁ, ସେଠି ବର୍ତ୍ତମାନ ଆମେ ଇନଭେଷ୍ଟିଗେସନ କରିବୁ। କିନ୍ତୁ ବଡ ଦୁଃଖ ଏବଂ ପରିତାପର କଥା, ନିଜେ ଆଇଏଏସ୍ ସାର୍ ଗୋଟେ ଡାହା ମିଛ କହିଲେ ଏବଂ ସରକାରୀ ଦଳର ହାତ ବାରି ସାଜିକିରି ସେ ଗାଁକୁ ଯିବେ କ'ଣ, ସେ ଏଇଠୁ କୋର୍ଟ ଫରୱାର୍ଡ କଲେ। କିନ୍ତୁ ବଡ ଦୁଃଖ ଏବଂ ପରିତାପର କଥା, ଯଦି ପୋଲିସ ନିଜେ ବର୍ତ୍ତମାନ ଏଇ ଯୋଉ ଅନ୍ୟ ଦଳକୁ ଦମନ କରିବା, ସାଧାରଣ ଲୋକଙ୍କୁ ହଇରାଣ ନିର୍ଯାତିତ କରିବାର ପୃଷ୍ଠପୋଷକ ସାଜିବେ, ତାହେଲେ ଆମେ କାହା ପାଖରେ ନ୍ୟାୟର ଆଶା କରିବୁ? ଇଏ ଯୋଉ ଘଟଣାର ପୃଷ୍ଠଭାଗରେ ଯୋଉ ଘଟଣା ଅଛି ସେ ଜିନିଷକୁ ଆମେ ନିନ୍ଦା ନିଶ୍ଚିତ ଭାବରେ କରୁଛୁ ଯେ ଫଳକ ଯିଏ ଭାଙ୍ଗିଛି। କିନ୍ତୁ ବଡ ଦୁଃଖ ଏବଂ ପରିତାପର ବିଷୟ, ପୁରା ଅଞ୍ଚଳବାସୀଙ୍କର ସେ ପ୍ରତି ଆକ୍ରୋଶ ଅଛି। କାରଣ ସେ ଯୋଉ କାମକୁ ଉଦ୍ଘାଟନ ଏବେ ହେଇଥିଲା, ଫଳକ ମରା ହେଇଥିଲା, ସେଠି ଆପଣ ଦେଖିବେ ଭଲ ଭାବରେ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ଦେଖାଯିବ। ଯଦି ଆପଣ ମାନେ ମୋ ସାଙ୍ଗରେ ଚାଲିବେ, ମୁଁ ଲାଇଭରେ ବି ଦେଖେଇବି, ପୁରା ମାଟି କାମର ପଇସା ଖାଇ ଦେଇଛନ୍ତି। ଯୋଉଠିକି ସେମାନଙ୍କର ଉଦ୍ଦେଶ୍ୟ ଥିଲା, ଏଇ ଯୋଉ ପିଲାଟି ଆଜି ଆରେଷ୍ଟ ହେଇଛି, ମୁଁ ନିଜେ ଆମେ ବର୍ତ୍ତମାନ ଏକ୍ଜିକ୍ୟୁଟିଭ ସାର୍ଙ୍କୁ ଫୋନ କରିଥିଲୁ, ତାଙ୍କ ସାଙ୍ଗରେ କଥା ହେଇଥିଲୁ। ଆମେ ଜାଣିନଥିଲୁ ଯେ ଏଠି ରକ୍ଷକ ଭକ୍ଷକ ସାଜୁଛି ବୋଲି। ଯୋଉମାନଙ୍କ ପାଖରେ ଆମେ ଗୁହାରି କରିଥିଲୁ ସେଇମାନଙ୍କର ଗୋଟେ ମସୁଧା ଥିଲା ଯେ ଏମାନଙ୍କୁ ଏମିତି ପୋଲିସ ଦ୍ୱାରା ନିର୍ଯାତିତ କଲେ, ପାଟି ଚୁପ କରିକି ରହିବେ। ଆରେଷ୍ଟ ପରେ ଏଇ ସେ ରୋଡରେ ଯୋଉ ଦୁର୍ନୀତି ହେଇଛି ତା ବିରୁଦ୍ଧରେ ଆମେ ପାଟି ଖୋଲିଥିଲୁ। କାରଣ ସେଠି କାମ ଅସମ୍ପୂର୍ଣ୍ଣ ଅଛି। ଆପଣ ମାନେ ଚାଲନ୍ତୁ, 600 ମିଟର ଦେଖେଇବେ ଅସମ୍ପୂର୍ଣ୍ଣ ଅଛି। ଏବଂ ସମ୍ପୂର୍ଣ୍ଣ ସେ ଯୋଉ ପ୍ରୋଜେକ୍ଟ ଥିଲା ଏକ୍ସଟେନସନ, ଅର୍ଥ ଚଉଡା ହବା କଥା, ସେଠି ମାଟି ମୋଟେ ପଡିନାହିଁ। ଓଲଟା ସେ ରାସ୍ତାକୁ ସେ ବିକଳାଙ୍ଗ ଡିପାର୍ଟମେଣ୍ଟ ଯିଏ ସେ କରିଛି, ଯିଏ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ତାକୁ କମ୍ପ୍ଲେନ କଲା ପରେ ସିଏ ବର୍ତ୍ତମାନ ଇଏ ଅଞ୍ଚଳର ଯୋଉ ନେତା ପଇସା ଖାଇଛି, ପୋଲିସ ତାଙ୍କୁ ହାତ ବାରିଶ କରିକିରି ଯିଏ ସ୍ୱର ଉଠେଇଲା ତାକୁ ବର୍ତ୍ତମାନ ଚାପି ଦେବା ପାଇଁ ପ୍ରୟାସ କରୁଛି। କରି ତ ଦେଲା ଆଉ। ସରପଞ୍ଚ ଗଡ଼ଖାରଦ, ଆଜି ଆମେ ଏଇ ଯୋଉ ଗଡ଼ଚିରୋଲି ଥାନାରେ ବସିଛୁ। ମୁଁ ଯେତେବେଳେ ସକାଳୁ ଶୁଣିଲି ଯେ ଆମର ଯିଏ ପଞ୍ଚାୟତରେ ସେ କାମ କରୁଛନ୍ତି ପିଅନ ହିସାବରେ ସୁଶାନ୍ତ ପ୍ରଧାନ, ତାଙ୍କୁ ପୋଲିସ ରାତି 3ଟାରେ ତାଙ୍କ ଘରୁ ଉଠେଇ ନେଇ ଆସିଛି। ମୁଁ ଆସିକି ସକାଳୁ ଆଇଆଇ ସାର୍ ପଚାରିଲି, ସାର୍ କ'ଣ ଅଛି ଅଭିଯୋଗ, ତାଙ୍କୁ ଉଠେଇକି ଆଣିଛନ୍ତି ନା ବର୍ତ୍ତମାନ ତାଙ୍କର ଗୋଟେ ସସ୍ପେନ୍ସ ଅଛି ଫଳକ ଭଙ୍ଗାକୁ ନେଇକି, ତେଣୁ ତାଙ୍କୁ ଆମେ ଉଠେଇକି ନେଇକି ଆସିଛୁ। ମୁଁ କହିଲି ଠିକ ଅଛି। ଅଭିଯୋଗ ଅଛି ନା ତାଙ୍କ ନାଁ ମେନସନ ନା ନା, ଏଫଆଇଆର ରେ କିଛି ମେନସନ ନାହିଁ। ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ବର୍ତ୍ତମାନ ଏଫଆଇଆର ଦେଇଛନ୍ତି, ତାଙ୍କର କେବଳ ଫଳକଟି ଭାଙ୍ଗିଛି। କିଏ ଭାଙ୍ଗିଛି ତାର ପ୍ରମାଣ କିଛି ନାହିଁ, ତାଙ୍କୁ ବର୍ତ୍ତମାନ ନେଇକି ଆସିଛନ୍ତି। ବାକି ରହିଲା କଥା ହଉଛି, ମତେ ଯାହା ସନ୍ଦେହ ଲାଗୁଛି ଏଇଟା ଗୋଟେ ରାଜନୈତିକ ପୁରା ଚେଷ୍ଟା ଚାଲିଛି। କାହିଁକି ନା ଯୋଉ 4 ତାରିଖରେ ଇନାଗୁରେସନ କରାଯାଇଥିଲା ଯୋଉ ରୋଡଟି, ତା ପୂର୍ବରୁ ମୁଁ ନିଜେ ସେ ଡିପାର୍ଟମେଣ୍ଟ ଯେଇ ସହିତ ମୁଁ କଥା ହେଇଥିଲି ଯେ ବାବୁ 600 ମିଟର ଘଣ୍ଟପୁରଠୁ ରୋଡଟି କମ୍ପ୍ଲିଟ କରୁନାହାନ୍ତି, ତାକୁ ଆପଣ ମାନେ କେମିତି ଇନାଗୁରେସନ କରୁଛନ୍ତି? ସିଏ ମତେ ଗୋଟେ ସ୍ପଷ୍ଟ ଭାବେ ରେକର୍ଡିଂ ମଧ୍ୟ ଅଛି ମୋ ପାଖରେ, ଉତ୍ତର ଦେଇଥିଲେ ଯେ ବର୍ତ୍ତମାନ ଏ ରୋଡଟି ଅକ୍ଟୋବର ମାସରୁ ଶେଷ ହେଇଯାଇଛି,
मेंटेनेंस काम 5 वर्षर चलिबो तेणु गोटे आमको विभिन्न प्रकार प्रेशर अच्छे आम इनाग्रेसन कर ठीक अच्छे जब इनाग्रेसन कर 600 मीटर काम कर दिंतु आ रोड जहाँ मागुची सरप्लस जो मीटर लखा रोड वाइडिंग करिया कथा ताकू करंतु जदि न करिवे मु एवं से जो घंटपुर आमर जो पंचायत बॉडी बुद्धिजीवी लोक माने कुआ आइतला गोटे मध्य ता विरुद्ध रे आमे दबो बेली एजुकेटिव इंजीनियर को निजे टेलीफोन रे आमे कथा आइतलु एजुकेटिव इंजीनियर कथा को वर्तमान आड़े देले जे वर्तमान से रोड शेष हो जाइए काम आम कहलु रोड शेष हो जाइए अधा केंदी 600 मीटर रहिला जोटु आरंभ मुख्य कथा सेठु वर्तमान काम करना आमे तांकर मूल दुर्नीतिटा धरिचु बोली सी वर्तमान इंटेंशनाली मो सहित जो माने संपर्क अच्छा निज लोक गुरा से पुलिस स्वतंत्र भाव मत जहाँ लगुच हैरान करुच्ची एवं जदि बा तुम पाखे प्रमाण अच्छी मु निजे कहली मु तुमको सहयोग करी से लोक को आनीबी किंतु आमको ये कहले मु जाऊँगी तदंत करने तदंत करने बाहन बर्तमान पूरी ही नहीं जाइछंती से एफआईआर किसी ना ना आईआईसी मसे यही आमको अपव्यवहार करने हेतु थाना आगे आम बसचु।